ଭାରତ ଓ ପାକିସ୍ତାନ ଭିତରେ ହେବ ଫାଇନାଲ ମ୍ୟାଚ୍। ଖେଳ ହେବ ଭୟଙ୍କର। ଏହି ସମୀକରଣ କରିବ ନିର୍ଣ୍ଣୟ। ତେବେ ସୂଚନା ଅନୁସାରେ ଟି-20 ଏସିଆ କପ୍ 2025 ସୁପର 4 ପର୍ଯ୍ୟାୟରେ ପହଞ୍ଚିଛି, ଯେଉଁଠାରେ ପ୍ରଶଂସକମାନେ ଏକ ରୋମାଞ୍ଚକର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଭାରତ ଏବଂ ପାକିସ୍ତାନ ଏପର୍ଯ୍ୟନ୍ତ ଏସିଆ କପ୍ ଇତିହାସରେ ଫାଇନାଲରେ ଭେଟି ନାହାନ୍ତି। ତଥାପି ଏକ ନୂତନ ସମୀକରଣ ନିର୍ଣ୍ଣୟ ହୋଇଛି, ଯାହା ଏହି ଦୁଇ କ୍ରିକେଟ ଦଳକୁ ଫାଇନାଲରେ ମୁହାଁମୁହିଁ ଦେଖିପାରେ। ଭାରତୀୟ କ୍ରିକେଟ ଦଳ ସୁପର 4 ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଦଳ ଏପର୍ଯ୍ୟନ୍ତ ଗୋଟିଏ ମ୍ୟାଚ୍ ଜିତିଛି ଏବଂ 2ଟି ପଏଣ୍ଟ ସହିତ ନେଟ୍ ରନ୍ ରେଟ୍ +0.689 ପାଇଛି। ଭାରତ ତାର ପ୍ରଥମ ସୁପର 4 ମ୍ୟାଚରେ ପାକିସ୍ତାନକୁ 6 ୱିକେଟରେ ପରାସ୍ତ କରିଛି। ବାଂଲାଦେଶ ଏବଂ ଶ୍ରୀଲଙ୍କା ବିପକ୍ଷରେ ଏହାର ଆଉ 2ଟି ମ୍ୟାଚ୍ ବାକି ଅଛି। ପାକିସ୍ତାନୀ କ୍ରିକେଟ ଦଳ ସୁପର 4 ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି। ଦଳ ଏପର୍ଯ୍ୟନ୍ତ 2ଟି ମ୍ୟାଚ୍ ଖେଳିଛି, ଗୋଟିଏ ଜିତିଛି ଏବଂ ଗୋଟିଏ ହାରିଛି। 2ଟି ପଏଣ୍ଟ ସହିତ ଏହାର ନେଟ୍ ରନ୍ ରେଟ୍ +0.226। ବାଂଲାଦେଶ ବିପକ୍ଷରେ ଏହାର ଆଉ ଗୋଟିଏ ମ୍ୟାଚ୍ ବାକି ଅଛି, ଯାହା ସେ ସେପ୍ଟେମ୍ବର 25 ତାରିଖରେ ଖେଳିବ। 3ଟି ମ୍ୟାଚ୍ ପରେ ବାଂଲାଦେଶର କେବଳ 2ଟି ପଏଣ୍ଟ ରହିବ। ଭାରତ ଏବଂ ପାକିସ୍ତାନ 4 ପଏଣ୍ଟ ସହିତ ପଏଣ୍ଟ ଟେବୁଲରେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନରେ ରହିବ। ସେହିପରି ଉଭୟ ଦଳ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଏହି ସମୟରେ ଶ୍ରୀଲଙ୍କା କ୍ରିକେଟ ଏପର୍ଯ୍ୟନ୍ତ ତାର 2ଟି ମ୍ୟାଚ୍ ହାରିଛି ଏବଂ ଫାଇନାଲରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର ମନେ ହେଉଛି। ସୁପର 4 ପଏଣ୍ଟ ଟେବୁଲରେ ଶୀର୍ଷ ଦୁଇ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ।